ଆଜିଠାରୁ ରଥଯାତ୍ରାର ପ୍ରକ୍ରିୟା ଆରମ୍ଭ ହୋଇଛି। ରଥ କାଠ ଚିହ୍ନଟ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ଏକ 3 ଜଣିଆ ଟିମ୍ ନୟାଗଡ଼ର ଦଶପଲ୍ଲା ରେଞ୍ଜର ବଡ଼ମୂଳର ବଡ଼ ରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କରିଛନ୍ତି। ଶ୍ରୀମନ୍ଦିରରୁ ମାଳ ମହାର୍ଦ ନଡ଼ିଆ ପତନି ସିନ୍ଦୁର ଦୀପ ନୈବେଦ୍ୟ ନେଇ ଯାତ୍ରା କରିଛନ୍ତି। ଏହି ଟିମ୍ରେ ରଥ ନିର୍ମାଣର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ରଥ ଅମିନ ଭୋଇ ସର୍ଦ୍ଦାର ରବି ଭୋଇ ରହିଛନ୍ତି। ତେବେ ଆସନ୍ତାକାଲି ବଡ଼ରାଉଳ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଠାକୁରାଣୀଙ୍କ ଅନୁମତି ନେଇ ରଥ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। 3 ରଥ ନିର୍ମାଣ ପାଇଁ 865 କାଠର ଆବଶ୍ୟକତା ରହିଛି। ଶ୍ରୀମନ୍ଦିର ପ୍ରଶାସନ ପାଖରେ ପୂର୍ବ ବର୍ଷର 51 ଖଣ୍ଡ କାଠ ବଳକା ରହିଥିବା ବେଳେ ଚଳିତ ବର୍ଷ ମୋଟ 814 କାଠର ଆବଶ୍ୟକତା ରହିଛି। ଆସନ୍ତା ସରସ୍ୱତୀ ପୂଜାରେ 3 ଖଣ୍ଡ 12 ଫୁଟିଆ ଧଉରା କାଠ ରଥଖଳାରେ ପୂଜାର୍ଚ୍ଚନା କରାଯିବ। ବ୍ୟୁରୋ ରିପୋର୍ଟ, ଜେ ନ୍ୟୁଜ୍।